हेलो स्टूडेंट्स। तो आज आम +3 फास्ट सेमिस्टर इकोनॉमिक्स ऑनर्स मेजर पेपर 1 यूनिट 2 थियोरी ऑफ कंज्यूमर चॉइस এই চ্যাপ্ଟরে আজ আমি মোস্ট ইম্পর্টাଣ୍ଟ MCQ क्वेश्चन 2 ମାର୍କିଆ ଏବଂ 5 ମାର୍କିଆ क्वेश्चन आंसर डिस्कस କରିବା। ପ୍ରଥମ क्वेश्चन କ'ଣ ଆସୁଛୁ? ଆଲଫ୍ରେଡ୍ ମାର୍ଶାଲ ଇଣ୍ଟ୍ରୋଡ୍ୟୁସ୍ ଆପ୍ରୋଚ୍ ଅଫ୍ ଡେସ୍ ୟୁଟିଲିଟି ନା କାର୍ଡିନାଲ ୟୁଟିଲିଟି। ଆଲଫ୍ରେଡ୍ ମାର୍ଶାଲ ପ୍ରଚଳନ କରିଥିବା ଉପଯୋଗିତା କାର୍ଡିନାଲ ଉପଯୋଗିତା। ପରବର୍ତ୍ତୀ କ୍ୱେଶ୍ଚନ, ଡେସ୍ ଇଜ୍ ଦ ବେସ୍ ଅଫ୍ ଡିମାଣ୍ଡ ନା ପ୍ରାଇସ୍। ଡେସ୍ ଚାହିଦାର ଆଧାର ଅଟେ ନା ମୂଲ୍ୟ। ପରବର୍ତ୍ତୀ କ୍ୱେଶ୍ଚନ, ଇନ୍ ଇକୋନୋମିକ୍ସ ଆନାଲିସିସ୍ ଏ କଞ୍ଜୁମର ଇଜ୍ assumed to be rational when he attempts of maximize ଡେସ୍ ନା satisfaction। ଅର୍ଥନୈତିକ ବିଶ୍ଳେଷଣରେ ଜଣେ ଗ୍ରାହକଙ୍କୁ ଯୁକ୍ତିଯୁକ୍ତ ବୋଲି ଧରି ନିଆଯାଏ ଯେତେବେଳେ ସେ ସର୍ବାଧିକ କରିବାକୁ ଚେଷ୍ଟା କରେ ନା ସେ ସନ୍ତୋଷ ପାଇବା ପାଇଁ। ପରବର୍ତ୍ତୀ କ୍ୱେଶ୍ଚନ, ଇନ୍ ଇକୋନୋମିକ୍ସ ଆନାଲିସିସ୍ ଏ ପ୍ରଡ୍ୟୁସର ଇଜ୍ assumed to be rational when he attempts of maximize ଡେସ୍ ନା ପ୍ରଫିଟ୍ ପାଇବା ପାଇଁ ସେ ଚାହିଁଥାଏ। ଅର୍ଥନୈତିକ ବିଶ୍ଳେଷଣରେ ଜଣେ ଉତ୍ପାଦକଙ୍କୁ ଯୁକ୍ତିଯୁକ୍ତ ବୋଲି ଧରି ନିଆଯାଏ ଯେତେବେଳେ ସେ ସର୍ବାଧିକ କରିବା ପାଇଁ ଚେଷ୍ଟା କରେ ନା ଲାଭ। क्वेश्चन 5 को ଆମେ ଆସିବା। An indifference curve measure of the same level of dash derived from the different combination of two commodities say x and y ନା satisfaction ସେ ପାଇବା ପାଇଁ। ଉଦାସୀନତା କର୍ଭଟି ଯଦି ଦୁଇଟି ଦ୍ରବ୍ୟ ସମାନ ସ୍ତରକୁ ଡେସ୍ ପଦାର୍ଥରୁ ଉତ୍ପନ୍ନ ମାପେ ଯେପରିକି s ଏବଂ y ଭିନ୍ନ ଭିନ୍ନ ସନ୍ତୋଷ ପାଇଥାଏ। ତ ମୁଁ ଉଭୟ ଲାଙ୍ଗୁଏଜ କହିଦେଉଛି, ଓଡ଼ିଆ ଏବଂ ଇଂଲିଶରେ, କାହିଁକିନା ମ୍ୟାକ୍ସିମମ୍ ପିଲା ଓଡ଼ିଆ ଲାଙ୍ଗୁଏଜରୁ ବିଲଙ୍ଗ କରୁଛନ୍ତି ବା ଓଡ଼ିଆ ମିଡ଼ିୟମ୍। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, 6କୁ ଆସିବା। An indifference curve analysis was developed by Dash, Allen and Hicks। ଇଣ୍ଡିଫରେନ୍ସ କର୍ଭଟି କାହା ଦ୍ୱାରା ବିକଶିତ ହୋଇଥିଲା ନା ଏଲେନ୍ ଏବଂ ହ୍ୟାକ୍ସଙ୍କ ଦ୍ୱାରା। ପରବର୍ତ୍ତୀ କ୍ୱେଶ୍ଚନ, an indifference curve slopes dash from left to right ନା downward। ଏକ ଉଦାସୀନତା କର୍ଭ ବାମରୁ ଡାହାଣକୁ ଡ୍ୟାସ୍ ଢଳିଯାଏ ନା ତଳକୁ ସେ ଢଳିଥାଏ। ପରବର୍ତ୍ତୀ କ୍ୱେଶ୍ଚନ, the dash slope of an indifference curve simply that when a consumer has more of one commodity x he gets less of another commodity y ନା downward। ଏହାର ଅର୍ଥ କ'ଣ ଓଡ଼ିଆରେ? ଡେସ୍ ଏକ ଉଦାସୀନତା କର୍ଭ ଢାଳ ସୂଚାଇଥାଏ ଯେ ଯେତେବେଳେ ଜଣେ ଗ୍ରାହକଙ୍କ ପାଖରେ ଗୋଟିଏ ସାମଗ୍ରୀ x ଅଧିକ ଥାଏ ସେ ଅନ୍ୟ ଏକ ସାମଗ୍ରୀ y ପାଇଥାଏ, ସେଟା ହେଉଛି ତଳକୁ ଖସିବ। ପରବର୍ତ୍ତୀ କ୍ୱେଶ୍ଚନ, an indifference map consists of a set of dash ନା difference curve। ଏକ ଉଦାସୀନତା ମାନଚିତ୍ରରେ ଏକ ସେଟ୍ ଥାଏ ଡେସ୍ ଉଦାସୀନତା ବକ୍ର। ପରବର୍ତ୍ତୀ କ୍ୱେଶ୍ଚନ, an indifference curve must be dash to the origin ନା convex। ଏକ ଉଦାସୀନତା କର୍ଭ ମୂଳ ସହିତ ଡେସ୍ ହେବା ଆବଶ୍ୟକ ନା କନଭେକ୍ସ ହେବା ଆବଶ୍ୟକ। ନେକ୍ସଟ କ୍ୱେଶ୍ଚନ ଯିବା, the necessary condition of consumers equilibrium is dash MRS XY is equal to PX by PY। ଏର ଅର୍ଥ କ'ଣ? ଗ୍ରାହକଙ୍କ ସନ୍ତୁଳନ ଆବଶ୍ୟକୀୟ ସର୍ତ୍ତ ହେଉଛି କ'ଣ ନା MRS XY is equal to PX by PY। MRS ଅର୍ଥ କ'ଣ ନା ମାର୍ଜିନାଲ ରେଟ୍ ଅଫ ସବଷ୍ଟିଟ୍ୟୁସନ୍। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା, convexity of indifference curves simply dash marginal rate of substitution MRS ନା diminishing। ଏହାର ଅର୍ଥ କ'ଣ? ଉଦାସୀନତା ବକ୍ରର ଉତ୍ତଳତା ସୂଚିତ କରେ ଯେ ଡେସ୍ ସୀମାନ୍ତ ପ୍ରତି ସ୍ଥାପନ ନା ଏଇଟା ହେଉଛି ହ୍ରାସ ପାଇବା diminishing। ପରବର୍ତ୍ତୀ କ୍ୱେଶ୍ଚନ, indifference curve analysis the price line is also known as dash line, ଏଟା ହେଉଛି ବଜେଟ୍ ଲାଇନ୍। ଉଦାସୀନତା କର୍ଭ ବିଶ୍ଳେଷଣ ମୂଲ୍ୟ ରେଖାକୁ ଡେସ୍ ରେଖା କୁହାଯାଏ
ବଜେଟ୍ ରେଖା କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା। ପ୍ରାଇସ୍ ଲାଇନ୍ ସିଫ୍ଟେଡ୍ ଟୁ ଲେଫ୍ଟ ସାଇଡ୍ or right side due to change in dash the consumer income। ମୂଲ୍ୟ ରେଖା ପରିବର୍ତ୍ତନ ହେତୁ ବାମ ପାର୍ଶ୍ୱ କିମ୍ବା ଡାହାଣ ପାର୍ଶ୍ୱକୁ ସ୍ଥାନାନ୍ତରିତ ହେଉଛି ଡ୍ୟାସ୍ ଗ୍ରାହକ ଆୟ ଉପରେ ଡିପେଣ୍ଡ କରେ। ପରବର୍ତ୍ତୀ କ୍ୱେଶ୍ଚନ। ସ୍ଲୋପ୍ ଅଫ୍ ପ୍ରାଇସ୍ ଲାଇନ୍ ଚେଞ୍ଜ ଡ୍ୟୁ ଟୁ ଚେଞ୍ଜ ଇନ୍ ଡ୍ୟାସ୍ ଦ ପ୍ରାଇସ୍ ଅଫ୍ କମୋଡିଟିଜ୍। କ'ଣ ନା ପ୍ରାଇସ୍ ଅଫ୍ କମୋଡିଟିଜ୍। ମୂଲ୍ୟ ରେଖା ଢାଳ ପରିବର୍ତ୍ତନ ହେତୁ ପରିବର୍ତ୍ତନ ହୁଏ ଡ୍ୟାସ୍ ଦ୍ରବ୍ୟର ମୂଲ୍ୟ ପ୍ରାଇସ୍ ଅଫ୍ କମୋଡିଟିଜ୍। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ ଆସିବା। ଦ ଟେଣ୍ଡେନ୍ସି ବିଟୱିନ୍ ଡିଫରେନ୍ସ କର୍ଭ ଆଣ୍ଡ ପ୍ରାଇସ୍ ଲାଇନ୍ ସୋଜ୍ ଡ୍ୟାସ୍ ଦ କନଜ୍ୟୁମର ଇକ୍ୱିଲିବ୍ରିୟମ୍। ଉଦାସୀନତା କର୍ଭ ଏବଂ ମୂଲ୍ୟ ରେଖା ମଧ୍ୟରେ ସ୍ପର୍ଶକାତର ଦେଖାଯାଏ ଡ୍ୟାସ୍ ଗ୍ରାହକଙ୍କ ସନ୍ତୁଳନ। ଏଟା ହେଉଛି ଦେଖାଯାଏ ଗ୍ରାହକଙ୍କ ସନ୍ତୁଳନ କନଜ୍ୟୁମର ଇକ୍ୱିଲିବ୍ରିୟମ୍। ଓକେ, ନେକ୍ସଟ କ୍ୱେଶ୍ଚନ ଆସିବା 17 କୁ ଆସିବା। In difference curve analysis, the necessary condition for consumers equilibrium is dash the MRS XY is equal to PX by PY। ଉଦାସୀନତା କର୍ଭ ବିଶ୍ଳେଷଣ କରେ ଗ୍ରାହକଙ୍କ ସନ୍ତୁଳନ ପାଇଁ ଆବଶ୍ୟକ ସର୍ତ୍ତ। এটা হচ্ছে MRS XY is equal to PX by PY। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ ଯିବା 18 କୁ ଆସିବା। In indifference curve analysis, the sufficient condition for consumers equilibrium is at the point of tendency indifference curve must be dash to the origin। এটা হচ্ছে কনভেক্স। এর অর্থ কোন? উদাসীনতা কর্ভ বিশ্লেষণ করে ଗ୍ରାହକଙ୍କ ସନ୍ତୁଳନ ପାଇଁ ପର୍ଯ୍ୟାପ୍ତ ସର୍ତ୍ତ ହେଉଛି ସ୍ପର୍ଶତାର ବିନ୍ଦୁର ଉଦାସୀନତା କର୍ଭ ମୂଳ ସହିତ ଡ୍ୟାସ୍ ହେବା ଡ୍ୟାସ୍। এটা ହେଉଛି ଡ୍ୟାସ୍ ସ୍ଥିର ରହିଥାଏ। এটা ହେଉଛି କନଭେକ୍ସ। ପରବର୍ତ୍ତୀ କ୍ୱେଶ୍ଚନ। ଇନକମ୍ ଇଫେକ୍ଟ ରେଫର ଟୁ ଏ ଚେଞ୍ଜ ଇନ୍ କନଜ୍ୟୁମର୍ସ ଇକ୍ୱିଲିବ୍ରିୟମ୍ ହ୍ୱେନ୍ ହିଜ୍ ଡ୍ୟାସ୍ ln changes and all other things remain constant। এটা ହେଉଛି ଇନକମ୍। ଆୟର ପ୍ରଭାବ ଗ୍ରାହକଙ୍କ ସନ୍ତୁଳନର ପରିବର୍ତ୍ତନକୁ ବୁଝାଏ ଯେତେବେଳେ ତାଙ୍କର ଡ୍ୟାସ୍ ପରିବର୍ତ୍ତନ ହୁଏ ଏବଂ ଅନ୍ୟ ସମସ୍ତ ଜିନିଷ ସ୍ଥିର ରହିଥାଏ। এটা ହେଉଛି ଆୟ। ପରବର୍ତ୍ତୀ କ୍ୱେଶ୍ଚନ। an inferior good is one the consumption of which dash as income increase ନା এটা ହେଉଛି decrease। ଏକ ନିକୃଷ୍ଟ ଦ୍ରବ୍ୟ ହେଉଛି ଯାହାର ବ୍ୟବହାର ଡ୍ୟାସ୍ ସହିତ ଆୟ ବୃଦ୍ଧି ଯାଉଛି ହ୍ରାସ ପାଇଥାଏ। ଇନକମ୍ ଇନକ୍ରିଜ୍ ହେଲେ ଏଠି ଡିକ୍ରିଜ୍ ହେବ। ନେକ୍ସଟ କ୍ୱେଶ୍ଚନ। ଇଫ୍ ଏ କମୋଡିଟି ଇଜ୍ ନର୍ମାଲ ଇନକମ୍ ଇଫେକ୍ଟ ୱିଲ୍ ବି ଡ୍ୟାସ୍ ନା ପଜିଟିଭ। ଯଦି କୌଣସି ସାମଗ୍ରୀ ସାଧାରଣ ଥାଏ ତେବେ ଆୟ ପ୍ରଭାବ ହେବ ସକାରାତ୍ମକ ହେବ। ପରବର୍ତ୍ତୀ କ୍ୱେଶ୍ଚନ। When demand for a commodity increase with an increase in income it's called dash commodity। এটা হচ্ছে নরমাল commodity আসিব। পরবর্তী কোশ্চেনକୁ ଆସିବା। dash effect refer to the tendency of consumer to consume more of one good when its relative price fell and to consume less that good when its relative price increase। ହେଉଛି substitution। ଏର ଅର୍ଥ କ'ଣ? ଡ୍ୟାସ୍ ପ୍ରଭାବ ହେଉଛି ଜଣେ ଗ୍ରାହକଙ୍କ ପ୍ରବୃତ୍ତିରେ ଯେତେବେଳେ ଏହାର ଆପେକ୍ଷିକ ମୂଲ୍ୟ ହ୍ରାସ ପାଏ ସେତେବେଳେ ସେଠାରୁ ଅଧିକ ବ୍ୟବହାର କରନ୍ତି ଏବଂ ଯେତେବେଳେ ଏହାର ଆପେକ୍ଷିକ ମୂଲ୍ୟ ବୃଦ୍ଧି ପାଏ ସେତେବେଳେ ସେହି ଜିନିଷର କମ୍ ବ୍ୟବହାର କରନ୍ତି। এটা ହେଉଛି ପ୍ରତିସ୍ଥାପନ ବା ସବଷ୍ଟିଟ୍ୟୁସନ୍। ନେକ୍ସଟ କ୍ୱେଶ୍ଚନ ଆସିବା କ୍ୱେଶ୍ଚନ ନମ୍ବର 24 କୁ ଆସିବା। an upward sloping PCC indicate dash price effect। এটা ହେଉଛି ପଜିଟିଭ। এটা କ'ଣ ଦେଇଥାଏ ନା ପଜିଟିଭ ପ୍ରାଇସଟା ଦେଇଥାଏ। ଏକ ଉପର ଆଡ଼କୁ ଢଳାଯାଇଥିବା PCCର ମୂଲ୍ୟ ପ୍ରଭାବକୁ ଡ୍ୟାସ୍ ସୂଚିତ କରେ ନା ସକାରାତ୍ମକ ସୂଚିତ କରେ।
ପରବର୍ତ୍ତୀ କ୍ୱେଶ୍ଚନ୍ ଏ ବ୍ୟାକୱାର୍ଡ ସ୍ଲୋପିଂ PCC ଇଣ୍ଡିକେଟ୍ସ ଡେସ୍ ପ୍ରାଇସ୍ ଇଫେକ୍ଟ ନା ନେଗେଟିଭ୍। ଏକ ପଛୁଆ ଢାଳ PCC ମୂଲ୍ୟ ପ୍ରଭାବକୁ ଡେ ସୂଚିତ କରେ ନା ନକାରାତ୍ମକ ସୂଚିତ କରେ। ପରବର୍ତ୍ତୀ କ୍ୱେଶ୍ଚନ୍ ଡେସ୍ ଇଫେକ୍ଟ ଇଜ ଇକ୍ୱାଲ୍ ଟୁ ଇନକମ୍ ଇଫେକ୍ଟ ପ୍ଲସ୍ ସବଷ୍ଟିଟ୍ୟୁସନ୍ ଇଫେକ୍ଟ, ଏଇଟା ହେଉଛି ପ୍ରାଇସ୍। ପରବର୍ତ୍ତୀ କ୍ୱେଶ୍ଚନ୍ ଦ କନସେପ୍ଟ ଅଫ୍ କନଜ୍ୟୁମର୍ସ ସରପ୍ଲସ୍ ଇଜ ଏକ୍ସପ୍ଲେନ୍ଡ ବାଇ ଡେସ୍ ଆଲଫ୍ରେଡ୍ ମାର୍ଶାଲ। ଗ୍ରାହକଙ୍କ ଅତିରିକ୍ତ ଧାରଣାକୁ ବ୍ୟାଖ୍ୟା କିଏ କରିଥିଲେ? ଆଲଫ୍ରେଡ୍ ମାର୍ଶାଲ। ନେକ୍ସଟ କ୍ୱେଶ୍ଚନ୍ ଯିବା 28 କୁ ଆସିବା। ଦ ଡେସ୍ ସ୍ଲାବ ଅଫ୍ ଡିମାଣ୍ଡ କର୍ଭ gives rise to the concept of consumer surplus ନା ନେଗେଟିଭ୍। ଡେସ୍ ଚାହିଦା ବକ୍ର ଢାଳ ଗ୍ରାହକଙ୍କ ଅତିରିକ୍ତ ଧାରଣାକୁ ଜନ୍ମ ଦିଏ ନକାରାତ୍ମକ ବା ନେଗେଟିଭ୍। ପରବର୍ତ୍ତୀ କ୍ୱେଶ୍ଚନ୍ କନଜ୍ୟୁମର ସରପ୍ଲସ୍ ଇଜ ଇକ୍ୱାଲ୍ ଟୁ ଡେସ୍ ଟୋଟାଲ ୟୁଟିଲିଟି ଟୋଟାଲ ଏକ୍ସପେଣ୍ଡିଚର। କନଜ୍ୟୁମର ସରପ୍ଲସ୍ ଇଜ ଇକ୍ୱାଲ୍ ଟୁ କ'ଣ? ଟୋଟାଲ ୟୁଟିଲିଟି ବା ଟୋଟାଲ ଏକ୍ସପେଣ୍ଡିଚର। ଉପରୋକ୍ତ ବଳକା ସମାନ କ'ଣ ହେଇଥାଏ ନା ମୋଟ ଉପଯୋଗିତା ବା ମୋଟ ଖର୍ଚ୍ଚ। ପରବର୍ତ୍ତୀ କ୍ୱେଶ୍ଚନ୍ କନଜ୍ୟୁମର ସରପ୍ଲସ୍ ଇଣ୍ଡିକେଟ୍ସ ଫଲୋଇଂ ଟାଇପ୍ ଅଫ୍ ୱେଲଫେୟାର ଡେସ୍ ନା ସୋସିଆଲ। ଗ୍ରାହକଙ୍କ ବଳକା କ'ଣ ହେଇଥାଏ ନା ନିମ୍ନଲିଖିତ ପ୍ରକାର କଲ୍ୟାଣକୁ ସୂଚିତ କରେ, ଏଇଟା ହେଉଛି ସୋସିଆଲ ୱେଲଫେୟାରକୁ ସେ ସୂଚିତ କରିଥାଏ। ଏ ଥିଲା ଆପଣଙ୍କ ସର୍ଟ କ୍ୱେଶ୍ଚନ୍। ଦେନ୍ ଆସିବା 2 ମାର୍କିଆ ବାକ୍ୟ। Distinguish between cardinal utility and ordinal utility। ଏସବୁ ଆପଣଙ୍କର 2 ମାର୍କିଆ କ୍ୱେଶ୍ଚନ୍। ତ ଏଗୁଡ଼ିକ ମୁଁ ଆନାଲିସିସ୍ ଏବେ କରୁନାହିଁ, ଏବେ ମୁଁ ଧୀରେ ଧୀରେ ସ୍କ୍ରଲ୍ କରି ଯିବି। ଆପଣମାନେ ଭିଡ଼ିଓଟିକୁ ଷ୍ଟପ୍ କରିକି 2 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକ ପଢ଼ି ନିଅନ୍ତୁ। ନେକ୍ସଟ କ୍ଲାସ୍ରେ ଏସବୁ ଆନାଲିସିସ୍ କରିକି କହିବି। ଓକେ, ତ ଏବେ ମୁଁ ଏକ୍ସପ୍ଲେନ୍ କରୁଛି, ଭିଡ଼ିଓଟି ବହୁତ ଲଙ୍ଗ୍ ହେଇଯିବ। ତ ଆପଣମାନେ ଏଗୁଡ଼ିକ ସ୍କ୍ରିନଶଟ୍ ନେଇପାରନ୍ତି କିମ୍ବା ମୋ ଡିସ୍କ୍ରିପ୍ସନ୍ ମୋର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି, ସେଠି କ୍ଲିକ୍ କରି ଗ୍ରୁପ୍ର ଏଡ୍ ହେଲେ ଆପଣମାନେ ଆଜିକା କ୍ଲାସ୍ଟିର PDF ପାଇପାରିବେ। 2 ମାର୍କ ଆସିବ, ପୁଣି 5 ମାର୍କ ଆସିବ ଲଙ୍ଗ୍ କ୍ୱେଶ୍ଚନ୍। ଆଗକୁ ମଧ୍ୟ ଯେଉଁ ସବୁ କ୍ଲାସ୍ ଗୁଡ଼ିକ ହେବ ସେସବୁ ଯଦି କ୍ଲାସ୍ର PDF ପାଇ ଚାହୁଁଛନ୍ତି ନିଶ୍ଚିତ ରୂପେ ଟେଲିଗ୍ରାମ ଗ୍ରୁପ୍ରେ ଏଡ୍ ହେଇଯାଅ। ଏବେ ଆପଣଙ୍କ 5 ମାର୍କିଆ କ୍ୱେଶ୍ଚନ୍ ଏଠୁ ଆରମ୍ଭ ହୋଇଗଲା। 5 ମାର୍କ କ୍ୱେଶ୍ଚନ୍ସ। ତ ଇକୋନୋମିକ୍ସ ଅନର୍ସ ଯେଉଁମାନେ ରଖିଛନ୍ତି ଭଲ ଭାବରେ ପଢ଼ନ୍ତୁ ଏବଂ ଭଲ ସ୍କୋର ଆଣନ୍ତୁ। ଯେଉଁ ଭିଡ଼ିଓଟିକୁ ଷ୍ଟପ୍ କରିକି ପଢ଼ି ନିଅନ୍ତୁ। ସମସ୍ତେ ଗୋଟେ ଲାଇକ୍ ଦିଅ, ସାଙ୍ଗମାନଙ୍କ ଭିଡ଼ିଓଟି ସେୟାର କର, ଆଉ ଗୋଟେ ନିଶ୍ଚିତ କମେଣ୍ଟ କର। ଗୋଟେ କମେଣ୍ଟ ମୋତେ ବହୁତ ଭଲ ଲାଗେ ଏବଂ ମୋତେ ନେକ୍ସଟ ଭିଡ଼ିଓ ଆଣିବା ପାଇଁ ମଧ୍ୟ ବହୁତ ଇନ୍ସପାୟାର କରିଥାଏ। ସେଥିପାଇଁ ଗୋଟେ ସମସ୍ତେ କମେଣ୍ଟ କର। ଥ୍ୟାଙ୍କ ୟୁ ଅଲ୍।